तो नमस्कार ସାଙ୍ଗମାନେ ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ ମୁଁ ବହୁତ ଭଲରେ ଅଛି ସାଙ୍ଗମାନେ। ତ ମୋର ଆଜି ସବୁ ବିଷୟ ଆପଣମାନଙ୍କୁ ସେୟାର କରିଦେବି କି ମୁଁ ଛୋଟବେଳେ ମୁଁ କେମିତି କୋଉଠି ରହୁଥିଲି ଏବଂ କେମିତି ମୁଁ ପାଠ ପଢ଼ି ଆସିଛି। ତ ସେସବୁ ଆପଣମାନଙ୍କୁ ମୋର ଲାଇଫରେ ଯାହା ବି ଘଟଣା ଘଟିଛି ଏବଂ ମୋ ଲାଇଫରେ ଯାହା ବି ହେଇଛି ମୁଁ ଆପଣମାନଙ୍କ ପାଖକୁ ସେୟାର କରିବା ପାଇଁ ଚାହୁଁଛି ସାଙ୍ଗମାନେ। କାହିଁକି ନା ମୋ ଜୀବନରେ ଯାହା ବି ହେଇଛି ନା ଭଲ ହଉ ବା ମନ୍ଦ ହଉ ମୁଁ ଆପଣମାନଙ୍କ ପାଖକୁ ସେୟାର କରିବି କି ଆପଣମାନେ ବି ମୋଟିଭେଟ ହୁଅନ୍ତୁ କି ମୁଁ ଆଜି କୋଉ ପରିସ୍ଥିତିରେ ଥିଲି ଏବଂ ବର୍ତ୍ତମାନ ମୁଁ କୋଉ ଜାଗାରେ ଅଛି। ତ ଆପଣମାନଙ୍କୁ ମଧ୍ୟ ସେ ବିଷୟ ମୁଁ ସେୟାର କରିବା ସଙ୍ଗେ ସଙ୍ଗେ ଆପଣମାନେ ମଧ୍ୟ ମୋଟିଭେସନ ହେଇକି ଆପଣମାନେ ନିଜ ନିଜ କାମରେ ଲାଗି ପଡ଼ିବେ। ଯେହେତୁ ବହୁତ ଏମିତି ଆମ ଉପରେ ମିଡିଲ କ୍ଲାସର ପୁଅ ଝିଅମାନେ ବହୁତ ଅନେକ ସମୟରେ ଭାବନ୍ତି କି ମୋର କେହି ନୁହନ୍ତି, ମୋ ପାଖରେ ସପୋର୍ଟ କରିବା ଲୋକ ଜଣେ ମଧ୍ୟ ନାହାନ୍ତି, ଏ ପ୍ରକାର କୁହନ୍ତି। କିନ୍ତୁ ମୁଁ ଆପଣମାନଙ୍କୁ କହିବି କି ମୋ ଛୋଟବେଳେ ହିଁ ମୋ ବାପା ମୁଁ ତୃତୀୟ କ୍ଲାସରେ ପାଠ ପଢୁଥିଲି ସେତେବେଳେ ହିଁ ମୋ ବାପାଙ୍କର ଦେହାନ୍ତ ହେଲା। ଏବଂ ତାପରେ ମୁଁ ଭାବିଲି କି ମୁଁ ବି ସେମିତି ଚିନ୍ତା କରୁଥିଲି କି ମୋ ବାପା ତ ଏବେ ନାହାନ୍ତି, ମୁଁ ବାହାର ଦେଶକୁ ଯାଇକି ମୁଁ କାମ କରିବି, କୋଉଠି କୁଲି ମଜୁରି କାମ କରିକି ମୋ ପରିବାରକୁ ଦେଖିବି, ଏ ପ୍ରକାର ମନ ଭାବ ହଉଥିଲା। ବଟ୍ ତଥାପି ମୁଁ ଚେଷ୍ଟା କଲି କି ଯାହା ହଉ ଯେମିତି କଷ୍ଟ କରିକି ହେଲେ ବି ମୁଁ ଦଶମଟା କମ୍ପ୍ଲିଟ୍ କରିଦେବି ଏମିତି ଭାବିକି ମୁଁ ସେଇଟା ବି ମୁଁ ଘରେ ରହିକି ପାଠ ପଢୁନଥିଲି କି ମୁଁ ଗୋଟେ ହଷ୍ଟେଲରେ ରହିକି ପାଠ ପଢୁନଥିଲି କି ଗୋଟେ ମୁଁ ଭଲ ସ୍କୁଲରେ ମଧ୍ୟ ପାଠ ପଢୁନଥିଲି। ମୋ ମାମୁଙ୍କ ଘରେ ମୁଁ ବଗାଡ଼ିଆ ହିସାବରେ ରହିକି ମୁଁ ସେଇ ଜାଗାରେ ରହିକି ପାଠ ପଢୁଥିଲି। ଏମିତି ନୁହେଁ କି କେବଳ ସ୍କୁଲରେ ରହିକି ପାଠ ପଢୁଥିଲି, ସେମିତି ନୁହେଁ। ମୋ ମାମୁଙ୍କ ଘରେ ରହିକି ମୁଁ ବଗାଡ଼ିଆ ସଦୃଶ ଛେଳି ଗୋରୁମାନଙ୍କୁ ଚରେଇବା ସଙ୍ଗେ ସଙ୍ଗେ ମୁଁ ବେଳେବେଳେ ମୁଁ ସ୍କୁଲ ଯାଏ। ସେ ଭିତରେ ମୁଁ ସ୍କୁଲ ଯିବା ଭିତରେ ସାର୍ ମାନେ ମତେ ଜାଣିଲେ, ମତେ ଚିହ୍ନିଲେ ଏବଂ ସାର୍ ମାନେ କହିଲେ କି ଏଇ ପିଲାଙ୍କୁ ନାଁ ଲେଖେଇ ଦେ, ପିଲାଟା ଭଲ ପାଠ ପଢୁଛି କହିକି ମୁଁ ଯୋଉ ମାମୁଙ୍କ ଘରେ ରହୁଥିଲି ସେଇ ମାମୁମାନେ ସେଇ ସାରଙ୍କୁ କଥା ହେବା ପରେ ମତେ ସେଇ ସ୍କୁଲରେ ଆଡମିସନ କରିଦେଲେ। ତାପରେ ମୁଁ ସେଇ ମାମୁଙ୍କ ଘରେ 5 ବର୍ଷ ରହିକି ମୁଁ ସେଇ ଜାଗାରେ ପାଠ ପଢିଲି। ତାପରେ ମୁଁ ରେଗୁଲାର କ୍ଲାସ ଯାଇନି। କୋଉ ଦିନ ସମୟ ହେଲେ ସ୍କୁଲ ଯାଉଥିଲି, କୋଉ ଦିନ ସମୟ ନହେଲେ ମୁଁ ଛେଳି ଚରେଇବା ପାଇଁ ଗୋରୁ ଚରେଇବା ପାଇଁ ମୁଁ ଯାଉଥିଲି। କିନ୍ତୁ ମୁଁ କୋଉ ଜାଗାରେ ବି ମୁଁ ରେଗୁଲାର କ୍ଲାସ କରିନାହିଁ। ତଥାପି ଆଜି ମୁଁ ଚିନ୍ତା କରିପାରୁଛି କି ମୁଁ ଆଜି ରେଗୁଲାର କ୍ଲାସ ନ ଯାଇ ମଧ୍ୟ ମୁଁ ବଗାଡ଼ିଆ ରହିକି ବି ମଧ୍ୟ ଆଜି ମୁଁ ବହୁତ କିଛି ମୋ ଡ୍ରିମକୁ ମୁଁ ପୁରା କରିପାରିଛି। ସତରେ ସାଙ୍ଗମାନେ ମତେ ଆଜି ବହୁତ ଖୁସି ଲାଗୁଛି କି ବହୁତ ପୁଅ ଝିଅମାନେ ଅଛନ୍ତି ଯୋଉମାନେ କି ବାପା ମା ସମସ୍ତେ ଥାଇକି ମଧ୍ୟ ଆଜି ପାଠ ପଢି ପାରୁନାହାନ୍ତି କି ଜୀବନରେ କିଛି ମଧ୍ୟ କରିପାରନ୍ତି। କାହିଁକି ନା ସେମାନେ ଭାଙ୍ଗି ପଡନ୍ତି କି ମୋର ଆଜି କେହି ନାହାନ୍ତି, ମତେ ସପୋର୍ଟ କରିବା ପାଇଁ ଲୋକ ମୋର କେହି ବି ନାହାନ୍ତି, ଏ ପ୍ରକାର ବହୁତ ସାଙ୍ଗସାଥି ମାନେ ବହୁତ ଅଛନ୍ତି କି ପୁଅ ଝିଅ ମାନେ ଅଛନ୍ତି ସେମିତି ଭାବନ୍ତି। କିନ୍ତୁ ଆମେ ଯଦି ଗୋଟେ ଡ୍ରିମ ଯଦି ରଖିଛୁ କି ଆମେ ଯଦି ଗୋଟେ ଏମ୍ ରଖିଛୁ ତାହେଲେ ଆମକୁ କୌଣସି କିଛି ଚିନ୍ତା କରିବା ଦରକାର ନୁହେଁ। ଆମେ କର୍ମ କରି ଚାଲିବା। ଆମେ ଯଦି ଆମେ କର୍ମ ଠିକ ଲାଇନରେ ଯଦି ଆମେ କରୁଛୁ, ଆମେ ଯଦି ଠିକ ସେ ଆମେ ଯଦି କାମ କରୁଛୁ ତାହେଲେ ଆମେ ନିଶ୍ଚୟ ଆମମାନଙ୍କର ଲକ୍ଷ୍ୟ ପୂର୍ଣ୍ଣ ହେବ, ଆମମାନଙ୍କର ଲକ୍ଷ୍ୟ ସ୍ଥଳରେ ମଧ୍ୟ ପହଞ୍ଚି ପାରିବା ସାଙ୍ଗମାନେ। ତ ତାପରେ ମୁଁ ସେଇ ମାମୁଙ୍କରେ 5 ବର୍ଷ ରହିକି ମୁଁ ପଞ୍ଚମ କ୍ଲାସ ପର୍ଯ୍ୟନ୍ତ ମୁଁ ସେଇ ଜାଗାରେ ରହିଲି। ତାପରେ ସେଇ ଜାଗାରୁ ମୁଁ ଗାଁକୁ ପଳେଇ ଆସିଲି। ତାପରେ ସେଇ ସମୟରେ ଗାଁକୁ ଆସିକି ମୁଁ ଗାଁ ସ୍କୁଲରେ ପାଠ ପଢିଲି। ସେଇଠୁ ସେତେବେଳେ ଆମ ପରିବାରର ପ୍ରୋବ୍ଲେମ ବହୁତ ସଙ୍କଟପୂର୍ଣ୍ଣ ଥିଲା କି ଆମ ପାଖରେ କୌଣସି ପଇସା ପତ୍ର ମଧ୍ୟ ନଥିଲା ଆମ ପରିବାରରେ। ତ ସେଥିପାଇଁ ମୁଁ ସେଇ ଗାଁ ସ୍କୁଲରେ ଆମ ଗାଁଠୁ 5 କିଲୋମିଟରରେ ଗୋଟିଏ ଏମଇ ସ୍କୁଲ ଥିଲା ଯୋଉଟା କି ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ଥିଲା। ତ ସେଇ ଜାଗାରେ ମୁଁ ଗାଁରେ ରହିକି ମୁଁ 3-4 ବର୍ଷ ଏମିତି କଷ୍ଟମଷ୍ଟ ଏମିତି ଚାଲି ଚାଲି କୋଉ ଦିନ ଯାଏ, କୋଉ ଦିନ ସାଙ୍ଗସାଥି ମାନଙ୍କ ସହିତ ମୁଁ ମିଶିକି ଯାଏ। ଯେହେତୁ ମୋ ପାଖରେ ସାଇକେଲ ନଥିଲା, ଯିବା ଆସିବା ପାଇଁ ଅସୁବିଧା ହଉଥିଲା, ସେଥିପାଇଁ 2 ବର୍ଷ 2.5 ବର୍ଷ ପାଖାପାଖି ମୁଁ ସେଇ ଜାଗାରେ ରହିକି ମୋ ଘରେ ରହିକି ମୁଁ ପାଠ ପଢିଲି। ତାପରେ ମୁଁ ଭାବିଲି କି ମୋ ପାଖରେ ଆଜି ମୋ ସାଇକେଲ ନାହିଁ, ତ ମୁଁ ସାଇକେଲ କିଣିବା ପାଇଁ ମୁଁ ବାହାରକୁ କିଛି ଦିନ ପାଇଁ ଯିବି ଆଉ ଗୋଟେ ସାଇକେଲ କିଣି ଆଣିବି। ତାପରେ ମୁଁ ପୁନର୍ବାର କ୍ଲାସ୍ କରିବି ବୋଲିକି ମୁଁ ଚିନ୍ତା କଲି। ତ ତାପରେ ମୁଁ କ୍ଲାସ୍ ଛାଡ଼ିଦେଲି, 1 ବର୍ଷ ମୁଁ ଗ୍ୟାପ୍ କରିଦେଲି।
ତାପରେ ମୁଁ କଟକ କାମ କରିବା ପାଇଁ ଗଲି ସେ ସିରମେଡ଼ ବାଲି କାମ। ସେ ଜାଗାରେ ଗୋଟେ ବର୍ଷ ରହିକି ତାପରେ ମୁଁ ସେଇଠୁ କାମ କରିକି କିଛି ପଇସା ଇନକମ୍ କରିକି ମୁଁ ଗୋଟେ ସାଇକେଲ କିଣିଲି। ତାପରେ ସେଇଠୁ ମୁଁ ଆସିଲା ପରେ ଆ, ମୁଁ ସେଇ ସ୍କୁଲରେ ମୁଁ ଆଉ ପାଠ ପଢ଼ିଲିନି। ତାପରେ ମୁଁ ସେଇ ସ୍କୁଲରୁ ମୁଁ ସାର୍ଟିଫିକେଟ୍ ଆଣି ଆସିଲି। ତାପରେ ଆଉ ଗୋଟେ ସ୍କୁଲରେ ମୁଁ ଅଷ୍ଟମରୁ ନାମ ଲେଖେଇଲି। ଆ, ଗୋଟେ ବର୍ଷ ଗ୍ୟାପ୍ ଥିଲା। ତାପରେ ମୁଁ ଅଷ୍ଟମରେ ନାଁ ଲେଖେଇଲି। ତାପରେ ସେଇଠୁ 2 ବର୍ଷ ପାଠ ପଢ଼ିଲି ଯିବା ଆସିବା କରିକି। ତାପରେ 2 ବର୍ଷ ପରେ ମୋର ମ୍ୟାଟ୍ରିକ୍ କମ୍ପ୍ଲିଟ୍ ହେଲା। ତାପରେ ମୁଁ ITI କଲି। ତ ସେଇଥିରୁ ସେଠାରୁ ଗଲା ପରେ ତାପରେ ପୁଣି ଆହୁରି ଅ, ଗୋଟେ ବର୍ଷ ଗ୍ୟାପ୍ ହେଇଗଲା ଯେହେତୁ ପଇସାର ପ୍ରୋବ୍ଲେମ୍ ଥିଲା। ଆଗକୁ ବଢ଼ିବାକୁ ହେଲେ ଆମକୁ ବହୁତ ପଇସା ଆବଶ୍ୟକତା ରହିବ କାହିଁକି ନା କଲେଜ ଆପଣମାନେ ଜାଣିଥିବେ କି କଲେଜ କରିବାକୁ ଗଲେ ଆମକୁ ବହୁତ କିଛି ପଇସା ଦରକାର ହେବ। ଆମମାନଙ୍କର ହଷ୍ଟେଲ ଫିସ୍ ଏବଂ ଆମମାନଙ୍କର ଯିବା ଆସିବା ଏ ପ୍ରକାର ବହୁତ ପଇସା ଆ, ପଡ଼ିଯିବ। ସେଥିପାଇଁ ମୁଁ ଗୋଟେ ବର୍ଷ ଗ୍ୟାପ୍ କରିକି ମୁଁ ଗୋଟେ ବର୍ଷ ସେଇ ଗ୍ୟାପ୍ ଭିତରେ ମୁଁ ଗୋଟେ ବର୍ଷ ମୁଁ କାମ କଲି। କାମ କରିକି ପୁନର୍ବାର ମୁଁ ବର୍ତ୍ତମାନ ଡିପ୍ଲୋମା ବି କରୁଛି। ତ ସାଙ୍ଗମାନେ ମୁଁ ଏତିକି ମୁଁ ଏହା ହିଁ କହିବି କି ଆପଣମାନେ ଅ, ଭାଙ୍ଗି ପଡ଼ନ୍ତୁ ନାହିଁ। ଯଦି ଆମେ ଗୋଟିଏ ଜିନିଷକୁ ଆଚିଭ୍ କରିବାକୁ ହେଲେ ଆମେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ଆମକୁ ବହୁତ କିଛି ମେହନତ କରିବାକୁ ପଡ଼ିବ ଏବଂ ବହୁତ କଷ୍ଟ ସହିବାକୁ ମଧ୍ୟ ପଡ଼ିବ। ଏମିତି ନୁହେଁ କି ମୁଁ ଆଜି କଷ୍ଟରେ ଅଛି ମୋର କେହି ନୁହନ୍ତି, ମୋର ସପୋର୍ଟ କେହି ନାହାନ୍ତି, ମୁଁ କିଛି କରିପାରିବିନି ବୋଲି ଆପଣମାନେ